ନମସ୍କାର ଦର୍ଶକ ବନ୍ଧୁ, ସିନ୍ଦୁରର ଅଧିକାରରେ ଆଜି ଆପଣମାନେ ଦେଖିବାକୁ ପାଇବେ ଜେଜେ ଆଉ ଶାଲିନୀଙ୍କ ଧକ୍କା ହେଇଯିବ। ଜେଜେବାପା କହିବେ କି ଆରେ ଏ ଶାଲିନୀ ବୋଉ ଗୋଟେ କଥା କହୁଛି, ଖରାପ ଭାବିବନି। ତମ ଆଖିଟା ତମ ପାଖରେ ଅଛି ନା କାହାକୁ ଭଡ଼ାରେ ଦେଇ ଦେଇଛ? ସତ କହିବ, ଜମା ଲାଜ କରନି, ସତ କୁହ। ଏହାପରେ ଶାଲିନୀ କହିବେ ସରି ସରି ଜେଜେବାପା। ପୁଣି ସେ ଜେଜେବାପା କହିବେ ଆରେ ଏଇ ଶାଲିନୀ ବୋଉ କ'ଣ ହେଇଛି ତୋର? ପୁରା ଡରି ଯାଇଛୁ? ଆଉ ହଁ, ଯେମିତି କେଉଁଠି ଗୋଟେ ଭୂତ ପ୍ରେତ ଦେଖିଛୁ। ଏହାପରେ ଶାଲିନୀ କହିବ ହଁ ନା ନା ସେ ମୁକ୍ତି, ସେ ଭୂତ ନା ସତ ମୁଁ ନା କିଛି ବି ଜାଣିପାରୁନି, କିନ୍ତୁ ଜେଜେବାପା ସେ ମୁକ୍ତି ନା ପୁରା ଫେରି ଆସିଛି। ଏହା ଶୁଣି ଜେଜେବାପା ପୁରା ସକ୍ ଆଉ କହିବେ ଶାଲିନୀ ବୋଉ ତମେ ମୁକ୍ତିଙ୍କୁ ଦେଖିଲ? ମୁକ୍ତି ଫେରି ଆସିଛି? ଶାଲିନୀ କହିବ ଜେଜେବାପା ତୁମେ ବିଶ୍ୱାସ କର, ମୁଁ ନା ଏବେ ଏବେ ଦେଖି ଆସିଛି। ଏହାପରେ ତନୁଶ୍ରୀ ସେଠାକୁ ଆସି କହିବ ଶାଲିନୀ ତୁ ଯାହାକୁ ଦେଖିଛୁ ସେ ମୁକ୍ତି ନୁହଁ, ଅମ୍ବିକା ଚୌଧୁରୀ। ମୁକ୍ତି ସହିତ ତା ଚେହେରା ମିଶି ଯାଉଛି ଆଉ ସେଇଥିପାଇଁ ଇଏ ତାକୁ ମୁକ୍ତି ଭାବି ନେଇଛି। ଜେଜେ କହିବେ କିନ୍ତୁ ସେ କିଏ? କାହିଁ ମୁଁ ତ ତା ନାଁ ପୂର୍ବରୁ କେବେ ବି ଶୁଣିନି। ତନୁଶ୍ରୀ କହିବ ଗାୟତ୍ରୀ ଚୌଧୁରୀ ଫରେନ୍ର ବିଜନେସ୍ ଓମେନ୍, ତାଙ୍କ ଝିଅ ହେଉଛି ଅମ୍ବିକା, ଆଉ ସେମାନେ ବହୁତ ବଡ଼ ଲୋକ। ମୁଁ ତାଙ୍କ ବିଷୟରେ ବିଶେଷ କିଛି ଜାଣିନି। ହଁ, ଏତିକି ଜାଣିଛି ସେ ଯେ ଆଦି ପ୍ରୋଜେକ୍ଟରେ ବହୁତ ଟଙ୍କା ଇନଭେଷ୍ଟ କରିଛନ୍ତି। ଜେଜେ କହିବେ ତମେ ବେଶୀ ଟେନସନ୍ ନିଅନି, ସିଏ ଏଇଠି ଅଛନ୍ତି ତ ମୁଁ ଯାଇ ଦେଖି ଦେଉଛି ସେ ଅମ୍ବିକା ଚୌଧୁରୀ ନା ମୁକ୍ତି ଭଳିଆ ଦେଖିବାକୁ। ତମେ ଜମା ବ୍ୟସ୍ତ ହୁଅନି, ପିଉସା ଅଛି ହେଲା। ତାପରେ ସେ ସେଠାରୁ ପଳେଇବେ। ତନୁଶ୍ରୀ ଶାଲିନୀକୁ କହିବ ଇଏ କ'ଣ ଥିଲା, ତୁ ଏମିତି କାହିଁକି ଡରୁଛୁ? ହଁ, ଆଚ୍ଛା ସେ ଯଦି ମୁକ୍ତି ହେଇଥାନ୍ତା ତାହେଲେ ସେ କ'ଣ ପିଉସୀ ନାନୀ ସହିତ ଏମିତି ବ୍ୟବହାର କରିଥାନ୍ତା? ଆମ ସହିତ ଏମିତି କୁଲି କଥା ହେଇଥାନ୍ତା? ଶାଲିନୀ କହିବ ପିଉସୀ ଏମିତି କୁଲି କଥା ହେଲେ ସେ କ'ଣ ପ୍ରୁଭ୍ ହେଇଯିବ ସେ ମୁକ୍ତି ନୁହଁ, ଅମ୍ବିକା? ପିଉସୀ ମେ ବି କିଛି ପ୍ଲାନ୍ ଥିବ। ତନୁଶ୍ରୀ କହିବ ଆଚ୍ଛା ତୁ ମୋତେ ଗୋଟେ କଥା କହ, ମରିଯାଇଥିବା ଲୋକ କେବେ ଫେରି ଆସି ପାରିଛି କି? ନା ଏମିତି କେଉଁଠି ଘଟିବାର ତୁ ଦେଖିଛୁ? ଆରେ ତୁ କ'ଣ ଅମ୍ବିକା ଭିତରେ କିଛି ଡିଫରେଣ୍ଟ ଦେଖିପାରୁନୁ? ସେ ଅମ୍ବିକା କେତେ କନଫିଡେଣ୍ଟ, ଆଉ ତା ଭିତରେ ଡର ବୋଲି କିଛି ବି ନାହିଁ। ଆଉ ତୋର କ'ଣ ମନେ ନାହିଁ ସେ ମୁକ୍ତି କେମିତି ଥିଲା, ତା ବିହେଭ୍ କେମିତି ଥିଲା? ସିରିୟସଲି ତୋର ମନେ ନାହିଁ? ଛୋଟ ଛୋଟ କଥାରେ କାନ୍ଦିବା ଛଡ଼ା ତାକୁ କିଛି ବି ଜଣା ନଥିଲା।